ଆଠମଲ୍ଲିକରେ ଆଦିବାସୀ ଦଳିତଙ୍କ ଜମି ହଡପ, ପ୍ରଶାସନ ଚୁପ୍। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଜାମୁଣ୍ଡୁଲି ପଞ୍ଚାୟତ ଅନ୍ତର୍ଗତ ମା ବେନେକେଇ ପୀଠର କିଛି ଦୂରରେ ଥିବା ବଡ଼ ଦୁଧିଆନାଳି ଗ୍ରାମର ଆଦିବାସୀ ଦଳିତ ଲିଜ୍ ସୂତ୍ରରେ ପାଇଥିବା ଘରଟିଏ ଜମିକୁ ଗ୍ରାମର କିଛି ମୁଷ୍ଟିମୟ ଲୋକ ସ୍ଥାନୀୟ ଆର୍ଆଇ ତହସିଲଦାରଙ୍କୁ ଚଚକତା କରି ଜମି ହାତେଇଥିବା ଗରିବ ନିରୀହ ଆଦିବାସୀ ଦଳିତ ଲୋକ ହନ୍ତସନ୍ତ ଶିକାର ହୋଇଛନ୍ତି। ତହସିଲ ଅଫିସ ଗୋଡ଼େଇ ଗୋଳି ଫଳ ଶୂନ ହେବା ପରେ ଆଇନର ଆଶ୍ରୟ ନେଇଥିଲେ। ହ୍ୟୁମାନ ରାଇଟ୍ କମିଶନ ଅର୍ଡର ପାଇବା ପରେ ଆଜି ଆଠମଲ୍ଲିକ ତହସିଲଦାର, ଥାନା ଷ୍ଟାଫ, ଓଇଡ଼ା ଆର୍ଆଇ, କିଆକଟା ଆର୍ଆଇ ଆସି ଘଟଣାସ୍ଥଳରେ ପହଞ୍ଚି ଟ୍ରେସ୍ ମ୍ୟାପ୍ ଦେଖାଦେଖି କଲା ପରେ ସମସ୍ୟା ସମାଧାନ ହୋଇନଥିଲା ଓ ଆଉ ଏକ ତାରିଖ ଧାର୍ଯ୍ୟ କରି ଘଟଣାସ୍ଥଳରୁ ଫେରିଥିଲେ। ଏପଟେ ଲିଜ୍ଧାରୀମାନେ ସମସ୍ୟାର ସମାଧାନ ନ ହେଲେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି। ସାର୍ ଆଜି ଆମର ଗୋଟେ ଘରବାରି ଜାଗା ବିବାଦକୁ ନେଇକି ସେଇଟା ଆସିଥିଲେ ଆଉ ସେଇଟା ଆମର ପୂର୍ବରୁ ରହି ଆସିଥିଲୁ ଏଠିରୁ ଆମର ଲିଜ୍ ପାଇଥିଲୁ। ଲିଜ୍ ପାଇଥିବା ଫଳରେ ସେ ଯେତେବେଳେ ଆମେ ବାହାରକୁ ଚିଟା ଗଢ଼ିବା ପାଇଁ ବାହାରକୁ ପଳେଇଲୁ ସେଇ ଟାଇମ୍ରେ ଅଦର ପର୍ସନ୍ ଆସିକି ତାକୁ ଅକୁପାଇ କଲେ ଆଉ ବହୁତ ଅଥରିଟିକି ଆମେ ଆପ୍ଲିକେସନ୍ ଦେଲା ଫଳରେ କୌଣସି ଶୁଣୁନଥିବା ଫଳରେ ଆଜି କିଛି ଅଥରିଟି ଆସିକି ଆମର ଆଇଆଇସି ଆଉ ଥାନା ଷ୍ଟାଫ୍ ଆସିକି ଆଉ ଆମର ତହସିଲଦାର, ଆମର ଅମିନ ଟ୍ରେସମ୍ୟାନ୍, ଆମର କିଆକଟା ଆର୍ଆଇ, ଓଇଡ଼ା ଆର୍ଆଇ ଆସିକି ସେ ଜାଗାଟାକୁ ଡିମାର୍କେସନ୍ କରିକି ବାହାର କରିବା ପାଇଁ କିନ୍ତୁ ହେଲେ ସେ କୌଣସି ସିଦ୍ଧାନ୍ତକୁ ଏପର୍ଯ୍ୟନ୍ତ ପହଞ୍ଚି ପାରିଲେନି। ଆକ୍ଚୁଆଲି ଜାଗା ତାଙ୍କୁ କେଉଁଠି ଦିଆଯିବ ଆଉ ସେ ଲୋକଙ୍କୁ ଉଠାଯିବ କେମିତି ଆଉ ସେ ବିଷୟରେ କୌଣସି କିଛି ଡିସାଇଡ଼୍ କରିପାରିଲେନି। ସେ କହିଲେ ଆମେ ଅଲଗା ଗୋଟେ ଡେଟ୍ରେ ତାକୁ ସମାଧାନ କରିବୁ। ଆଜି ପର୍ଯ୍ୟନ୍ତ କୌଣସି ସମାଧାନ କରିପାରିନାହାନ୍ତି ସେ ଡିପାର୍ଟମେଣ୍ଟ। କ'ଣ କରିବା ପାଇଁ ଚାହାନ୍ତି? ଆମେ ଯଦି ସମାଧାନ ନହେଲେ କ'ଣ କରିବେ, କ'ଣ ପଦକ୍ଷେପ ନେବେ? ଦେଖନ୍ତୁ ଆମର ରେଭିନ୍ୟୁ ମିନିଷ୍ଟର ଅଛନ୍ତି, ତାଙ୍କୁ ବି ଯାଇକି ଜଣେଇବୁ, ଆପ୍ଲିକେସନ୍ ଦେବୁ। ନହେଲେ ଆମେ ଯେମିତିକି ଡିଷ୍ଟ୍ରିକ୍ଟ ଅଫିସ୍ ଆମ କଲେକ୍ଟର ଅଫିସରେ ଧାରଣା ଦେବୁ, ସେଦିନ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଜଣେଇବୁ। ଅକ୍ଷୟ ବେହେରା ହେଲା ଆମେ 4 ଡିସିମିଲ୍ ଲେଖା ଜାଗା ପାଇଥିଲୁ ଲିଜ୍ରେ ପାଇବା ଭିତରେ ଆମେ 82 ବନିଆ ବେଳକୁ ବାତ୍ୟା ହେଲା। ତେଣୁକରି ଛୋଟ ହେଇଗଲା ବାପା ଏଠି ଖାଇବା ପିଇବା ସାର୍ ଆମେ କିଛି ପାଇଲୁ ନାହିଁ। ତେଣୁକରି ଆମକୁ କଟକ ଭୁବନେଶ୍ୱର ନେଇକି ସେ ବାପା ବଞ୍ଚେଇଲା ପରେ ଆମେ ଆସିଲା ବେଳକୁ ଆମ ଜାଗାରେ ଦେଖିଲୁ ଆଉ ଜଣେ ଆସିକି ଘର କରିଛି। ଘର କରିବା ଭିତରେ ଆଜିକି 14 ବର୍ଷ ହେଲାନି ଆମେ କେସ୍ ଆରମ୍ଭ କରିଛୁ। କେସ୍ ନାଗିବା ଭିତରେ ଆଜି ଦେବି କାଲି ଦେବି ଏମିତି କରି ଆଜି ତହସିଲଦାର ସମସ୍ତେ ଆସିଥିଲେ, କିଛି ଜାଗା ସମାଧାନ ନ କରିକି ସେ କହିଲା ଆଉ ଗୋଟେ ଡେଟ୍ ନେଲେ। ତେଣୁକରି ସେ ଡେଟ୍ରେ ଯଦି ଆମେ ଜାଗା ଯେଉଁ ପର୍ଯ୍ୟନ୍ତ ନ ପାଇବୁ ସାର୍ ଆମେ ଯାଇକି ମୁଖ୍ୟମନ୍ତ୍ରୀ ପାଖରେ ଧାରଣାରେ ବସିବୁ। ଏଇଟା ଆମର ଏପର୍ଯ୍ୟନ୍ତ ନିର୍ଦ୍ଧାରିତ। ନା ଶିବ ନାୟକ ସାର୍। ଆଠମଲ୍ଲିକରୁ ସୁମନ ବଡ଼ମାଳୀଙ୍କ ସହ କିଶନଗରରୁ ବଂଶୀଧର ସେଠୀଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।